ନାଇଁ ନାଇଁ ଭେଟିବାର ନାହିଁ। ଆମେ ପାର୍ଟିର ନବୀନ ବାବୁ ଆମର ସର୍ବମାନ୍ୟ ନେତା ଏବଂ ଆଗାମୀ ଦିନରେ ଦଳକୁ କେମିତି ଶୃଙ୍ଖଳିତ ଭାବରେ ଚଳାଇବୁ ସେ ବାବଦରେ ଆମେ ଆଲୋଚନା କଲୁ। ଶୃଙ୍ଖଳିତ ହେବା ଲାଗି ଆମେ ଚେଷ୍ଟା ଚଲେଇଛୁ। ଦଳ ବହୁତ କ୍ଷତିଗ୍ରସ୍ତ ହେଲାଣି। ଆପଣଙ୍କ ତୃଣମୂଳ ସ୍ତରରେ ନେତା ମଧ୍ୟ ନେତା କର୍ମୀ ହିତୋତ୍ସାହିତ ହୋଇଗଲେଣି ଯେ ଯେଉଁଭଳି ଭାବରେ ଗୋଟେ ନିଷ୍ପତ୍ତି ନେଉଛନ୍ତି ଶେଷ ମୁହୂର୍ତ୍ତରେ ବଦଳୁଛି। ନାଇଁ ନାଇଁ ଶୁଣ ସେଇଥି ବାବଦରେ ଆମେ ଆଜି ବସିଥିଲୁ ସେଇ ବାବଦରେ ଡିଟେଲ ଆଲୋଚନା କରିଥିଲୁ ଏବଂ ଦଳକୁ ଆଗକୁ କେମିତି ନିଆଯିବ ସେ ବାବଦରେ ଆଲୋଚନା। କିନ୍ତୁ ଆପଣ ବରିଷ୍ଠ ଆପଣ ଯେଉଁ ଯାଇଥିଲେ ଆପଣଙ୍କ କଥା ତ ସଭାପତି ଶୁଣୁନାହାନ୍ତି, ସେ ତାଙ୍କ ଜିଦ୍ରେ ଅଛନ୍ତି ସାର୍। ନା ଶୁଣୁଛନ୍ତି ସଭାପତି ଶୁଣୁଛନ୍ତି, ସଭାପତି ନିର୍ଦ୍ଦିଷ୍ଟ ସମୟରେ ପଦକ୍ଷେପ ନେବେ। ସାର୍ ଏ ବାହ୍ୟ ଶକ୍ତି ବାହାରିବେ, ଏ ବାହ୍ୟ ଶକ୍ତି ବାହାରିବେ ତ ଶଶୀ ଭାଇ କହିଲେ ସବୁ ପରେ ଆଉ କ'ଣ ଠିକ ଅଛି। ଏ ଯେଉଁ ବାହ୍ୟ ଶକ୍ତି ଦଳକୁ ବହୁତ କ୍ଷତି ପହଞ୍ଚିଲାଣି, ବାହାରିବା ଦରକାର ନା ନାହିଁ? ଦଳ ବହୁତ କ୍ଷତି ସହିଲାଣି। ନା ସେ ସମୟ କହିବ, ସମୟ କହିବ, ସମୟ କହିବ ପରା କହିଲି। ସବୁ ସମାଧାନ କରିଦେବ, ସବୁ ସମାଧାନ କରିଦେବ। ସବୁ ବାବଦରେ ଆମେ ଦଳର ସଂଗଠନ ବାବଦରେ ଦଳକୁ ସୁଦୃଢ଼ କରାଇଲେ ଆଲୋଚନା କରିଦେବୁ।